ବାରମ୍ବାର ଗ୍ରିଭେନ୍ସ ସିଏମ୍ କୁ ଭେଟିଥିଲୁ, ଡେପୁଟି ସିଏମ୍ କୁ ଭେଟିଥିଲୁ, ସ୍ୱାସ୍ଥ୍ୟ ମନ୍ତ୍ରୀକୁ ଭେଟିବା ପରେ ପୋଲିସ ଦୌଡ଼ି ଦୌଡ଼ି ଆମର ରେଜଲ୍ଟ ବାହାରିଲା। ସବୁ କିଛି ଭେରିଫିକେସନ ସରିଲାଣି, ଆମର ପ୍ଲେସ୍ ଅଫ୍ ପୋଷ୍ଟିଂ ଦେଇ ସାରିଲାଣି, ତଥାପି ଆମ ସରକାର ଘୁଞ୍ଚି ଘୁଞ୍ଚି କଣ ପାଇଁ ଯାଉଛନ୍ତି? 27ରେ ରିକ୍ରୁଟମେଣ୍ଟ ଆମର 12 ବର୍ଷ ପରେ ସରକାର ବାହାର କଲେ। ସରକାର ବାହାର କରିବା ସତ୍ତ୍ୱେ ଆମର ଡିସେମ୍ବର 3 ତାରିଖ 2023 ମସିହାରେ ପରୀକ୍ଷାଟା ହୋଇଥିଲା। ବାରମ୍ବାର ଗ୍ରିଭେନ୍ସ ସିଏମ୍ କୁ ଭେଟିଥିଲୁ, ଡେପୁଟି ସିଏମ୍ କୁ ଭେଟିଥିଲୁ, ସ୍ୱାସ୍ଥ୍ୟ ମନ୍ତ୍ରୀକୁ ଭେଟିବା ପରେ ପୋଲିସ ଅଫିସ ଦୌଡ଼ି ଦୌଡ଼ି ଆମର ରେଜଲ୍ଟ ବାହାରିଲା। ସେପ୍ଟେମ୍ବର ମାସ 2024 ମସିହାରେ ଫାଇନାଲ ରେଜଲ୍ଟ ବାହାରିବା ସତ୍ତ୍ୱେ 3 ମାସ ବିତିଗଲାଣି, ହେଲେ ବି ଆମର କାଉନସିଲିଂ ପ୍ରକ୍ରିୟା ଏତେ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ସରକାରଙ୍କୁ ଭେଟା ସଇଲାଣି, ଗ୍ରିଭେନ୍ସ ବି ବାରମ୍ବାର 4 ରୁ 5 ଥର ଦିଆ ସଇଲାଣି। ସମସ୍ତଙ୍କୁ ଭେଟିକି ଅନୁରୋଧ କରିବା ସତ୍ତ୍ୱେ ଏତେ ପର୍ଯ୍ୟନ୍ତ କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହଉନାହିଁ। ଆମର ନ୍ୟାଯ୍ୟ ଦାବି ହେଉଛି ଡିସେମ୍ବର ଶେଷ ସୁଦ୍ଧା, 24 ମସିହା ଡିସେମ୍ବର ଶେଷ ସୁଦ୍ଧା ଆମର ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଶେଷ କରନ୍ତୁ। ସବ୍ ସେଣ୍ଟର ମାନଙ୍କରେ ଆମକୁ ନିଯୁକ୍ତି ଦିଅନ୍ତୁ। ଯଦି ନ ହୁଏ ଆମେ ରାଜରାସ୍ତାରେ ଏମିତି ଆନ୍ଦୋଳନ କରିବୁ। ନା ବାରମ୍ବାର ଗ୍ରିଭେନ୍ସ ସତ୍ତ୍ୱେ ବି ଶୁଣୁନାହାନ୍ତି। 2753 ପରିବାର ନିର୍ଭର କରୁଛୁ ଆମେ ଚାକିରି ଉପରେ। ଏତେ ବର୍ଷ ଅପେକ୍ଷା ପରେ ଟ୍ରେନିଂ ର ଏତେ ବର୍ଷ ଅପେକ୍ଷା ପରେ ଆମର ରିକ୍ରୁଟମେଣ୍ଟ ବାହାରିଲା। ତଥାପି ଆମର ରିକ୍ରୁଟମେଣ୍ଟ 2 ବର୍ଷ କମ୍ପ୍ଲିଟ ହେବାକୁ ବସିଲାଣି, କିନ୍ତୁ ହେଲେ ବି ଆମର ସରକାର ଶୁଣୁନାହାନ୍ତି, ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ କରୁନାହାନ୍ତି। 2 ବର୍ଷ ହେଇଗଲା, ଆମେ ଫେବୃଆରୀ ଆମର 2023 ରୁ ଆମର ନୋଟିଫିକେସନ ବାହାରିଲାଣି। 2023 ରୁ ଏକ୍ସାମ ସରିଲାଣି। ଆମର ମାନେ ସିଲେକ୍ସନ ସରି ଆମର ସବୁ କିଛି ଅଲରେଡି 90% କାମ ସରି ସାରିଛି, କିନ୍ତୁ ତାପରେ ବି ଆମକୁ ଆଜି ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଉ। ତ କଣ ପାଇଁ ଆମ ପ୍ରତି ଏତେ ଅବିଚାର ଅନ୍ୟାୟ କଣ ପାଇଁ? ଆମେ ତ ସ୍ୱାସ୍ଥ୍ୟ ବିଭାଗର ନା, ଆମେ ତ ସ୍ୱାସ୍ଥ୍ୟ କର୍ମୀ, ଆମେ ହଉଛୁ ଜଣେ ଏଏନଏମ୍ ମହିଳା ସ୍ୱାସ୍ଥ୍ୟ କର୍ମୀ ଭାବରେ ଆମେ ପୋଷ୍ଟିଂ ପାଇଛୁ। ତ ଆମ ପ୍ରତି ଅନ୍ୟାୟ ଅବିଚାର କଣ ପାଇଁ କରୁଛନ୍ତି ସରକାର? ଆମେ ସେଟା ଦାବି ପାଇଁ ହିଁ ଆମେ ଏଠି। ଆମକୁ ଲାଗୁଛି ଆମ ସରକାର ଶୁଣିବେ, ଆଉ ଯଦି ବି ନ ଶୁଣିବେ ତ ଆମେ କଣ କରିବୁ? ଆତ୍ମହତ୍ୟା ଦେବାକୁ ବାଧ୍ୟ ହବୁ। ଆଉ ଆମେ ଚାକିରି ଛାଡି, ପରିବାର ଛାଡି ସମସ୍ତେ ମାନେ ସମସ୍ତେ ମେଣ୍ଟାଲି ଟେନସନ ଡିପ୍ରେସନ ରେ ଅଛନ୍ତି। ସମସ୍ତେ କିଏ ସୁଇସାଇଡ କରିଦେବି କହୁଛନ୍ତି, କିଏ ଚାକିରି ଛାଡିକି ସମସ୍ତେ ନିନ୍ଦା ଅପବାଦ ଦଉଛନ୍ତି, ହେଇ ତମ ଚାକିରି ହେଇଯାଇଛି ପୁଣି କଣ ଆଜି ଯାଇ କାହିଁ ଜଏନିଂ ମିଳୁନି? ତ ସମସ୍ତେ ବେରୋଜଗାର ହେଇକି ଘରେ ବସିଛନ୍ତି ନା। କାହା ପରିବାର ଯିଏ ଯୋଉ ପ୍ରାଇଭେଟ ରେ ଥିଲେ ବି 10,000 ରୋଜଗାର କଲେ ବି ତାଙ୍କ ପରିବାର ପୋଷୁଥିଲେ, ତ ସେତିକି ବି ହରେଇ ଦେଇଛନ୍ତି ବର୍ତ୍ତମାନ ଆମ ପିଲାମାନେ।